ମାମା ରଜରେ ଆଜି ଗାଧେଇବ ନା କି? ଗାଧେଇବନି। ମାମା କଣ କରୁଛନ୍ତି ରଜର? ପିଠା ଖାଇବ? ହଉ। ମୋ ଝିଅ କହୁଛି ପିଠା ଖାଇବ। ପିଠା ଖାଇଲାଣି। କହିଲି ତ ମୋ ଝିଅର ପିଠା କରିକି ଦେବିନି ନା ତାକୁ। ତା ଡ୍ରେସ୍ ଆଣିଲନି ତ କାଇଁ? ରଜର କୋଉ ଡ୍ରେସ୍? ଆଉ ଝିଅର ଡ୍ରେସ୍ ହବ ନା ରଜର ପ୍ରଥମ ଛୁଆ ଆମର। ହଁ ପିଠା ଖାଇଦବ ଆଉ। ସବୁବେଳେ ତ ଠକେଇଲ ମା ଝିଅକୁ। କହିଲେ ମାମୁଁର ନୂଆ ଡ୍ରେସ୍ ଦେଇ ଭାବିଲ ମାମୁଁର ତ ଦେଇଛନ୍ତି ନୂଆ ଶାଢୀ ଆଉ ନୂଆ ଡ୍ରେସ୍ ଝିଅକୁ, ସେଇଟାରେ କାମ ଚଳେଇଦବା ଆଉ। ସବୁବେଳେ ମାମୁଁ ଘର ଦଉଛନ୍ତି, ବାପ କିଛି ଆଣି ଦଉନି। କେତେ ବାର ଦଉନ। ଅଷ୍ଟମୀ ତ ମାମୁଁ ଘର ଦେଲେ ଯେତିକି ଦେଲେ ସେଇଟା ଖଣ୍ଡେ ଖଣ୍ଡେ ହେଇଗଲା ସମସ୍ତଙ୍କର ବୋଲି ବାପ ଝିଅର। ଆଉ ରଜରେ ଯାଇଥିଲା ସବୁ ପାଇଛି ହେଇଗଲା। ତମକୁ କହି ଦେଲେନି। ତମେ ତ ପଳେଇବ ଡ୍ୟୁଟି ଆଉ କେତେବେଳେ ଆସିବ ଦବ। ଜାଣିଛ ତ ରଜ ପାନ ଖଣ୍ଡେ ଆଣିବ ନା ଆଜି? ଆଣିବ ନା? ଏଇଠି ମିଳିଯିବ କୋଉଠି? ରଜ ପାନ କଣ ଏଟା ସୁଇଟ୍ ବିଡା? ଆଣିବ ଆଉ। ରଜରେ ଯଦି ଗୋଟେ ଖଣ୍ଡେ ପାନ ନ ଖିଆ ହୁଏ କି ରଜ? କିଛି ରଜ ନୁହେଁ, ହେଇଗଲା ପିଠା।